ପିଲାମାନଙ୍କ ଫେଭରେଟ୍ ଟମାଟୋ କେଚପ୍ ରେସିପି। ଏହା ତିଆରି କରିବା ବହୁତ ସହଜ ଏବଂ ବହୁତ ଦିନ ପର୍ଯ୍ୟନ୍ତ ମଧ୍ୟ ସଂରକ୍ଷଣ କରି ଖାଇପାରିବେ। ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ଫୁଲ୍ ଦେଖନ୍ତୁ, ଭଲ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ଆପଣଙ୍କର ଫ୍ରେଣ୍ଡସ୍ କିମ୍ବା ରିଲେଟିଭ୍ଙ୍କ ସହିତ ସେୟାର ମଧ୍ୟ କରିବେ। ଆଉ ହଁ, ଏପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖିଲେ ପେଜଟିକୁ ଫଲୋ କରିବେ। ନମସ୍କାର, ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ଟମାଟୋ କେଚପ୍ ରେସିପି। ତେବେ ଚାଲନ୍ତୁ ନା ଆଉ ଡେରି କରିବାନି, ଫଟାଫଟ ଆରମ୍ଭ କରିବା ଆଜିର ଏହି ଟମାଟୋ କେଚପ୍ ରେସିପି। ଟମାଟୋ କେଚପ୍ ରେସିପି ତିଆରି କରିବା ପାଇଁ ପ୍ରଥମେ ଆମକୁ ଦରକାର ଟମାଟୋ। ମୁଁ ଏଠି 4 କେଜିର ଟମାଟୋ ନେଇଛି, ତାକୁ ପରିଷ୍କାର ଭାବରେ ଧୋଇ ନେଇଛି। ଆଉ ଏ କେଚପ୍ ତିଆରି କରିବା ପାଇଁ ଏମିତି ଲମ୍ବା ସାଇଜର ଟମାଟୋ ଏକଦମ ନାଲିର ହିଁ ଦରକାର। ଦେଖନ୍ତୁ ବହୁତ ସୁନ୍ଦର ଏକଦମ ନାଲି ନାଲି। ଆଉ କଲର୍ ଆଣିବା ପାଇଁ ମୁଁ ଏଠି ଗୋଟେ ଛୋଟ ବିଟ୍ ନେଇଛି, ଏହାକୁ ମଧ୍ୟ ମୁଁ ପରିଷ୍କାର ଭାବରେ ଧୋଇ ନେଇଛି। ଦେଖନ୍ତୁ ଆଉ ନେଇଛି ଗୋଟେ ଅଦା, ବେଶୀ ବଡ଼ ନୁହେଁ, 2 ଇଞ୍ଚ ଖଣ୍ଡେ। ଏବେ ଏକୁ ସାଇଡ୍ କରିନେବା। ଏବେ ଟମାଟୋ ଯାକ କାଟି ନେବି। ଟମାଟୋ କାଟିଲା ବେଳେ ମଝି ଅଂଶଟାକୁ ବାହାର କରିଦେବି। ବାହାର କରିଲେ ବି ଭଲ, ନହେଲେ ବି ନାହିଁ, ସେମିତି ବି ମଧ୍ୟ କାଟିକି ସିଝେଇ ପାରିବେ। ଟିକେ ସିଝିବାକୁ ଟିକେ ଟାଇମ୍ ଲାଗେ, ଏ ଯେଉଁ ମଝି ଅଂଶଟା ଏଇଭଳି ଭାବରେ ଟିକେ ଟିକେ କାଟି ନେବା। ଯେହେତୁ ବିନା କଲର୍ରେ ମୁଁ ତିଆରି କରିବି, ତା ପାଇଁ କିନ୍ତୁ ମୁଁ ଗୋଟେ ନେଇଛି ବିଟ୍। ତ ଏଇଭଳି ଭାବରେ ଆଗ ସବୁଯାକ ଟମାଟୋକୁ ମୁଁ କାଟି ନେଲି। ଦେଖନ୍ତୁ ବହୁତ ସୁନ୍ଦର ହେଇଛି। ଏବେ ୟାକୁ ସାଇଡ୍ କରିନେବା। ବିଟ୍ଟାକୁ ମଧ୍ୟ ଚୋପା ଛଡ଼େଇ ନେବି। ଆକୁ ଆଗ ଚୋପାଟା ଛଡ଼େଇ ନେବି, ତାପରେ ଛୋଟ ଛୋଟ ପିସ୍ କରି କାଟି ନେବା। ଚୋପା ତ ଛଡ଼େଇ ନେଲି, ଏବେ କାଟି ନେବା। ବେଶୀ ବଡ଼ କରିବିନି, ନହେଲେ କିନ୍ତୁ ସିଝିବାକୁ ଡେରି ହେବ। ଅଦାକୁ ମଧ୍ୟ କାଟି ନେବା ସମାନ ଭାବରେ। ଏ ଆମର ସବୁ କଟା ରେଡ଼ି ହେଇଗଲାଣି। ଏବେ ସାଇଡ୍ କରିନେବା। ଗ୍ୟାସ୍ ଅନ୍ କରି ବସେଇ ନେଲି କଡ଼େଇ। କଡ଼େଇଟା ଭଲ ଭାବରେ ତାତିଲା ପରେ ଢାଳି ନେବା ଟମାଟୋ। କଡ଼େଇ ଏକଦମ ଫୁଲ୍। ଏବେ ଦେଇଦେବା କାଟିକି ରଖିଥିବା ବିଟ୍ ଏବଂ ଅଦା। ଏଠି 10ରୁ 12ଟା ଶୁଖିଲା ଲଙ୍କା, ତାକୁ ମଧ୍ୟ ପକାଇ ନେଲି। ବ୍ୟାସ୍, ଆଉ କିଛି ଲାଗିବନି। ଏବେ କଭର୍ କରିନେବା ହାଇ ଫ୍ଲେମ୍ରେ ଟମାଟୋଟା ସିଝିବା ପର୍ଯ୍ୟନ୍ତ। ଏଇଭଳି ଭାବରେ ମଝିରେ ମଝିରେ ଗୋଳେଇବି ଏବଂ କଭର୍ କରିନେବି। ଟମାଟୋଟା ଆମର ସିଝିବା ପର୍ଯ୍ୟନ୍ତ କିନ୍ତୁ ଅପେକ୍ଷା କରିବାକୁ ହେବ। ଯେହେତୁ କଡ଼େଇଟା ଫୁଲ୍ ହେଇଯାଇଛି, ଟିକେ ଅସୁବିଧା ହେଉଛି, କିଛି ପ୍ରୋବ୍ଲେମ୍ ନାହିଁ। ଏ କିନ୍ତୁ ନରମ ହେଇଗଲେ ଆହୁରି କମିଯିବ। ଆରି ଭିତରେ 4-5 ଥର ମୁଁ ଗୋଳେଇ ନେଇଛି ଏବଂ କଭର୍ କରି ନେଇଛି। ଟମାଟୋଟା ଦେଖନ୍ତୁ ବହୁତ ସଫ୍ଟ ହେଇଯାଇଛି। ଦେଖନ୍ତୁ ବହୁତ ସଫ୍ଟ ହେଇଯାଇଛି। ଏଇ ଟମାଟୋ ବେଶୀ ଖଟା ନାହିଁ, ମିଠା, ତେଣୁ ଆ ଦେହରେ ମୁଁ 2ରୁ 3 ଟେବୁଲ୍ ସ୍ପୁନ୍ ତେନ୍ତୁଳି ମଣ୍ଡକୁ ଆଡ଼୍ କରିବି। ଆଉ ଯେତେବେଳେ ବି ଟମାଟୋ କେଚପ୍ ତିଆରି କରିବେ, ଦେଶୀ ଟମାଟୋ ଯେଉଁଟାକି ଆମର ଗୋଲ ଟମାଟୋ, ସେଇଟା କେବେ ବି ନେବେନି। ତ ଟମାଟୋ କେଚପ୍ଟା ଏତେ ଭଲ ହେବନି। ଏବେ ଭଲ ଭାବରେ ମିଶାଇ ନେବା। ଆଉ 2 ମିନିଟ୍ ପାଇଁ ଟିକେ ଫୁଟେଇ ନେବି। ଏ କିନ୍ତୁ ଆମର ଅଲରେଡ଼ି ହେଇଗଲାଣି, ଖାଲି ଫୁଟିବା ପର୍ଯ୍ୟନ୍ତ କିଛି ସମୟ ଟିକେ ଅପେକ୍ଷା କରିବା। ଏବେ ଏ ଆମର ରେଡ଼ି ହେଇଗଲାଣି। ଏବେ ଥାଳିରେ ଢାଳି ନେବା, ତ ଜଲ୍ଦି ଆମର ଥଣ୍ଡା ହେଇଯିବ। ଏବେ ଥାଳିରେ ଢାଳି ନେଇଛି, ବହୁତ ସୁନ୍ଦର ଦେଖାଯାଉଛି। ଏବେ ଫ୍ୟାନ୍ ତଳେ ରଖିନେବା, ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଏବେ ଦେଖନ୍ତୁ ସୁନ୍ଦର ଭାବରେ କିନ୍ତୁ ଥଣ୍ଡା ହେଇଗଲାଣି। ଆଉ କଲର୍ଟା ଦେଖନ୍ତୁ ବହୁତ ସୁନ୍ଦର ଦେଖାଯାଉଛି। ଏବେ କ'ଣ କରିବା, ଗୋଟେ ମିକ୍ସିଂ ଜାର୍ରେ ନେଇ ନେବା, ତାକୁ ଚିକ୍କଣ ଭାବରେ ବାଟି ନେବା। ଯେଉଁ ଜାର୍ରେ ଆମର ମସଲା ବଟାଯାଏ, ସେଇ ଜାର୍ଟା ହିଁ ନେଇଛି, ଛୋଟ ଜାର୍ଟା। ଏ ଭଲ ଭାବରେ ଚିକ୍କଣ ଭାବରେ ବଟାଟା ହେଇଯିବ। ଫୁଲ୍ କରି ନେବା, ଯେହେତୁ ଏ ନରମ ଜଲ୍ଦି ହିଁ ହେଇଯିବ। ବ୍ୟାସ୍, ଏବେ ଆକୁ ବାଟି ଆଣିବା। ମୁଁ ଗୋଟେ ବଡ଼ ବାଉଲ୍ ଉପରେ ରଖି ନେଇଛି ଛଣା। ଏବେ ବାଟିକି ରଖିଥିବା ଟମାଟୋକୁ ଢାଳି ନେବି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଏକଦମ ପ୍ଲେନ୍ ହେଇଯାଇଛି। এইଭଳି ଭାବରେ ଆଗ ସବୁଯାକ ବାଟି ନେବେ।
ଏବେ ଚଲେଇ ନେବା। ଆଉ ଯେତେବେଳେ ସିଝେଇବେ ଟିକେ ବି ପାଣି ଦେବେନି, ପାଣି ଦେଲେ ଟମାଟୋ କେଚପ୍ଟା ବେଶୀ ଦିନ ରହିବନି। ତ ମୁଁ ଟିକେ ବି ପାଣି ଦେଇନି। ଦେଖନ୍ତୁ ଆରି ଭିତରେ ସବୁ ଯାକ ମୁଁ ଚଲେଇ ନେଇଛି। ଏଇ ଯେଉଁ ଖଦଡ଼ା ଅଂଶ ବାହାରି ଯାଇଛି ତାର ମଞ୍ଜି ଚୋପା, ଏହାକୁ ଫୋପାଡ଼ିବେନି, ଯେକୌଣସି ତରକାରୀରେ ମଧ୍ୟ ୟୁଜ୍ କରିପାରିବେ। ଦେଖନ୍ତୁ ଏହାକୁ ଏବେ ସାଇଡ଼୍ କରିନେବା। ଏବେ ଦେଖନ୍ତୁ ଟମାଟୋ ପ୍ୟୁରିଟା ଆମର କେତେ ସୁନ୍ଦର ଦେଖାଯାଉଛି। ତାର କଲର୍ଟା ବି ମଧ୍ୟ ଦେଖନ୍ତୁ ବହୁତ ସୁନ୍ଦର ଆସୁଛି। ଆ ଦେହରେ କିନ୍ତୁ କିଛି କଲର୍ ମୁଁ ପକାଇନି, କେବଳ ବିଟ୍ ହିଁ ପକାଇଛି କଲର୍ଟା ପାଇଁ। ଏହାକୁ ସାଇଡ଼୍ କରିନେବା। ଏବେ ଗ୍ୟାସ୍ ଅନ୍ କରିନେବା, ବସାଇ ନେବା କଡ଼େଇ। ଏବେ ଢାଳି ନେବା ଟମାଟୋ ପ୍ୟୁରି। ଏବେ ହାଇ ଫ୍ଲେମ୍ରେ ଏହାକୁ ବସାଇ ନେବା ଯେଉଁ ପର୍ଯ୍ୟନ୍ତ ଭଲ ଭାବରେ ନ ଫୁଟୁଛି। ମଝିରେ ମଝିରେ ଟିକେ ଟିକେ ଗୋଳେଇ ନେବି, କଣ୍ଟିନ୍ୟୁ ଗୋଳେଇବା ଦରକାର ନାହିଁ। ଯେହେତୁ ଏ ମିଠା ଟମାଟୋ, ତ ମୁଁ 1 କପ୍ ଚିନି ପକାଇ ନେଲି। ଟମାଟୋ କେଚପ୍ଟା ଟିକେ ମିଠା ଲାଗେ, ତ ମୁଁ 1 କପ୍ ପକାଇ ନେଲି। ଏବେ ପକାଇ ନେବା ସ୍ୱାଦ ଅନୁସାରେ ଲୁଣ। ଆଗରୁ କିନ୍ତୁ ମୁଁ ଲୁଣ ପକାଇ ନଥିଲି, ଲୁଣଟାକୁ ଦେଖେଇକି ପକାଇବାକୁ ହେବ। ଏବେ ଗୋଳେଇ ନେବା ଭଲ ଭାବରେ। ଏବେ ଫୁଟିବା ପର୍ଯ୍ୟନ୍ତ କିଛି ସମୟ ଟିକେ ଅପେକ୍ଷା କରିବା। ଟମାଟୋ କେଚପ୍ ବହୁତ ଦିନ ରଖିବା ପାଇଁ ଚାହିଁଲେ এই ଭିନେଗାରକୁ ମଧ୍ୟ ଆଡ଼୍ କରିପାରିବେ। ମୁଁ ଏଠି 4 ଭାଗରୁ 1 ଭାଗ, ମାନେ 1 କପ୍ର 4 ଭାଗରୁ 1 ଭାଗ ପକାଇ ନେଲି। এই ଭିନେଗାର ପକାଇବା ଦ୍ୱାରା ଟମାଟୋ କେଚପ୍ଟା ଆମର ବହୁତ ଦିନ ପର୍ଯ୍ୟନ୍ତ ରହିବ। ଏବେ ଦେଖନ୍ତୁ ଧୀରେ ଧୀରେ କିନ୍ତୁ ଫୁଟିବା ଆରମ୍ଭ କଲାଣି। ତ ଏବେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ହିଁ ରଖିବା, ନହେଲେ କିନ୍ତୁ ବହୁତ ଜୋରରେ ଛିଟକୁଛି, ହାତ ପୋଡ଼ିଯିବ। ଏବେ କିନ୍ତୁ କଣ୍ଟିନ୍ୟୁ ଗୋଳେଇବାକୁ ହେବ ଏଭଳି ଭାବରେ। ଆଉ ଯେଉଁ ପର୍ଯ୍ୟନ୍ତ ପାଣି ଅଂଶ ନ କମୁଛି ସେହି ପର୍ଯ୍ୟନ୍ତ କିନ୍ତୁ ଫୁଟେଇବାକୁ ହେବ। ଏବେ ଟିକେ ଚେକ୍ କରିନେବା। ମୁଁ ଗୋଟେ ପ୍ଲେଟ୍ରେ ଅଳ୍ପ ଟିକେ ପକାଇ ନେଲି। ବାସ୍ ଏବେ ପ୍ଲେଟ୍ଟାକୁ ଟିକେ ତେଛେଇ ନେଉଛି। ଦେଖନ୍ତୁ ଏଇ ଯେଉଁ ପାଣି ଅଂଶ, ଏବେ ବି ପାଣି ଅଂଶ ଅଛି, ତାମାନେ ହେଇନି। ଆହୁରି 2 ମିନିଟ୍ ଫୁଟେଇ ନେବି। ମଝିରେ ମଝିରେ କିନ୍ତୁ ଚେକ୍ କରିବାକୁ ହେବ। ଏବେ ଆଉ ଥରେ ଚେକ୍ କରିନେବା। ପୁଣି ତାକୁ ଟିକେ ତେଛେଇ ନେଉଛେ। ଏବେ ବି କିନ୍ତୁ ହେଇନି, ଜାଣିପାରୁଥିବେ। ମୁଁ ଟିକେ ପାଖରେ ଦେଖାଉଛି, ଦେଖନ୍ତୁ এই ପାଣି ଅଂଶଟା ଭଲ ଭାବରେ କିନ୍ତୁ ଜଣାପଡ଼ୁଛି। ଆହୁରି 2 ମିନିଟ୍ ଫୁଟେଇ ନେବି। ଆଉ ଟିକେ ଚେକ୍ କରିନେବା। ମୁଁ ଏଠି ପାଖାପାଖି 3-4 ଥର ଚେକ୍ କରିନେଲି। ଯଦି এই ପାଣି ଅଂଶ ରହିଯିବ ନା, ତାହେଲେ এই ଟମାଟୋ କେଚପ୍ ବେଶୀ ଦିନ ରହିବନି, ଯେତେ ଭିନେଗାର ଦିଅନ୍ତୁ ଆଉ ଯାହା ଦିଅନ୍ତୁ। ଦେଖନ୍ତୁ ଏବେ ବି ପାଣି ଅଛି, ତ ଆଉ ଥରେ ଚେକ୍ କରିନେଉଛି। ଏବେ ପୁଣି ତାକୁ କଣେଇଲି, ଟିକେ ବି ଆଉ ପାଣି ଜଣାପଡ଼ୁନି, ତାମାନେ ଟମାଟୋ କେଚପ୍ ଆମର ରେଡ଼ି ହୋଇଗଲାଣି। ତ ଏବେ ଗ୍ୟାସ୍ଟାକୁ ବନ୍ଦ କରିନେବି। କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ ତାର କଲର୍ଟା। କିଛି ବି ମୁଁ ରଙ୍ଗ ଆଧିରେ ଆଡ଼୍ କରିନି, କେବଳ ବିଟ୍ ହିଁ ପକାଇଥିଲି କଲର୍ଟା ଆଣିବା ପାଇଁ। ଏବେ ଏହାକୁ ଫ୍ୟାନ୍ ତଳେ ରଖିନେବି ଯେଉଁ ପର୍ଯ୍ୟନ୍ତ ଥଣ୍ଡା ନ ହେଉଛି। ଥଣ୍ଡା ହେଲା ପରେ ଆପଣମାନଙ୍କ ସହିତ ସେୟାର କରିବି। ମଝିରେ ମଝିରେ ଏଇଭଳି ଭାବରେ ଟିକେ ଗୋଳେଇ ନେବି, ତ ଜଲ୍ଦି ହିଁ ଥଣ୍ଡା ହେଇଯିବ। ଏବେ ରଖିନେବା ଫ୍ୟାନ୍ ତଳେ। ଥଣ୍ଡା ହେଲା ପରେ ଆପଣମାନଙ୍କ ସହିତ ସେୟାର କରିବି। ଏବେ ଦେଖନ୍ତୁ ଏ ଟମାଟୋ କେଚପ୍ ଆମର ଏକଦମ ଥଣ୍ଡା ହେଇଗଲାଣି। ମୁଁ ଗୋଟେ ବାଉଲଟେ ମଧ୍ୟ ରଖି ନେଇଛି। କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ, ବହୁତ ସୁନ୍ଦର ଦେଖାଯାଉଛି। ଏବେ ଚାମଚରେ ମଧ୍ୟ ଉଠେଇକି ଦେଖାଉଛି କେତେଟା ସୁନ୍ଦର ହେଇଛି। এইଭଳି ଭାବରେ ତିଆରି କରି ଷ୍ଟୋର କରି ଆପଣମାନେ ବହୁତ ଦିନ ପର୍ଯ୍ୟନ୍ତ ରଖି ଖାଇପାରିବେ, ଟିକେ ବି ଖରାପ ହେବନି। ତେବେ ଏହାକୁ ଗୋଟେ ବୋଟଲରେ ମୁଁ ରଖିନେବି। ବୋଟଲଟା ଏକଦମ ଶୁଖିଲା ହେବା ଦରକାର ଆଉ ପରିଷ୍କାର ହେବା ଦରକାର। ତେବେ ବୋଟଲରେ ଢାଳି ନେବା। ମୁଁ ଏଠି ଦେଖନ୍ତୁ ଗୋଟେ ପରିଷ୍କାର ବୋଟଲ ନେଇଛି, ଏକଦମ ଶୁଖିଲା ବୋଟଲ ରଖିନେଲି। ଆରି ଉପରେ ରଖିନେବା ଗୋଟେ କାହାଳି। ଏବେ କାହାଳିରେ ଢାଳି ନେବା ଟମାଟୋ କେଚପ୍। ଯେହେତୁ ବହୁତ ବହଳିଆ, ଟିକେ ଟାଇମ୍ ଲାଗିବ,
देखंतु बहुत धीरे 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 पड़ुचे। मझे मझे टिके टिके टैप करनबा। एबे देखंतु बॉटल रे रखी नहीं जे टीवी को बंद करनेबे। केते सुंदर देखा होचे यार कलर भी मधे देखंतु बहुत सुंदर देखा होचे। बाकी तक आउ गोटे डबारे मधे रखी नेले। देखंतु केते सुंदर भाबरे टमाटो केचप हमर रेडी हे गला। ये हमर प्रस्तुत हे गला आजिर टमाटो केचप रेसिपी। तो आजिर भिडियोटी आपण मानकु केमिति लागिला निश्चिंत भाबरे कमेंट करिबा को भूलिबेनी। ताहेले आजि पई रहूची पुणी देखा हबो आउ एक नुआ भिडियो रे। भलरे रुहंतु सुस्थ रे रुहंतु। नमस्कार।